କାହାର ଧନ ଦେଖିକି ନୁହେଁ, ମନ ଦେଖିକି ସମ୍ପର୍କ ଯୋଡ଼ିବା ଉଚିତ। ଯାହା ଉପରେ ଦାୟିତ୍ୱର ବୋଝ ଥାଏ ତାକୁ ଅଭିମାନ କରିବାର କୌଣସି ଅଧିକାର ନଥାଏ। ତୁମେ ଲୋକଙ୍କୁ ଚିହ୍ନିବାକୁ ଚେଷ୍ଟା କରିବା ଛାଡ଼ି ଦିଅ, କାହିଁକି ନା ଏଠି ଆବଶ୍ୟକ ତ ତା ହିସାବରେ ଏଠି ଲୋକଙ୍କ ଚେହେରା ବଦଳି ଯାଇଥାଏ। ନିଜର 100 ଭୁଲକୁ ଲୁଚାଇ ମଣିଷ ଶେଷରେ ଏହା କହିଥାଏ କି ଏ ଦୁନିଆ ଭାରି ଖରାପ ହୋଇଗଲାଣି। ଚରିତ୍ରକୁ ମଇଳା ରଖି ଚେହେରାକୁ ଯେତେ ସଜାଇଲେ ମଧ୍ୟ ସେ ସୁନ୍ଦରତାରେ କୌଣସି ମୂଲ୍ୟ ନଥାଏ, କାହିଁକି ନା ଆଇନା ଆଲୋକରେ ଚମକିଥାଏ, ଅନ୍ଧାରରେ ତ କେବେ ବି ଚମକି ନଥାଏ। ବେଳେବେଳେ ମଣିଷ ଅନ୍ୟକୁ ସଜାଡ଼ିବାକୁ ଯାଇ ନିଜେ ଭିତରୁ ଭାଙ୍ଗି ପଡ଼ିଥାଏ। ଅନ୍ୟର ଭଲ ଚିନ୍ତା କରି ନିଜେ ଭୁଲ ହୋଇଯାଏ। ଯାହା ଘଟିଯାଇଛି ତାକୁ ଭୁଲିଯାଅ, ଯାହା ଘଟୁଛି ତାକୁ ଗ୍ରହଣ କର, ଯାହା ଘଟିବାର ଅଛି ତା ଉପରେ ଭରସା ରଖ, କାରଣ ଭଗବାନ ଯାହା କରନ୍ତି ସର୍ବଦା ପ୍ରାଣୀର ମଙ୍ଗଳ ପାଇଁ। ଗୋଟିଏ ବୁଦ୍ଧିମାନ ଲୋକ ନିଜକୁ କେବେ ବି ବୁଦ୍ଧିମାନ ବୋଲି କହି ବୁଲେ ନାହିଁ। ଗୋଟିଏ ମୂର୍ଖ ଲୋକ କେବେ ବି ନିଜକୁ ମୂର୍ଖ ବୋଲି ମାନିନଥାଏ। ସାରା ଦୁନିଆ ବୁଲିକି ଆସ, କିନ୍ତୁ ଯେଉଁ ଶାନ୍ତି ପରିବାରରୁ ମିଳିଥାଏ ତାହା ଆଉ କେଉଁଠି ମିଳିନଥାଏ। କିଏ କହୁଛି ସମ୍ପର୍କ ମାଗଣାରେ ମିଳୁଛି, ଏଠି ତ ନିଶ୍ୱାସ ନେବା ପାଇଁ ପ୍ରଥମେ ନିଶ୍ୱାସକୁ ଛାଡ଼ିବାକୁ ପଡ଼ୁଛି। ତେଣୁ ଆପଣ ଚିନ୍ତା କରନ୍ତୁ, ସମ୍ପର୍କ ମାଗଣା ନା କିଛି ଦେଇକି କିଣୁଛନ୍ତି। ଆଜିକାଲି ନିଜକୁ ଚୁପ୍ ରଖିବା ବି ଭଲ, କାହିଁକି ନା ଯଦି ନିଜ ହୃଦୟର କଥା କାହାକୁ କହୁଛନ୍ତି ତେବେ ବଦଳରେ ନିଶ୍ଚୟ ଧୋକା ହିଁ ମିଳିବ। ଏହି ଛୋଟ ଛୋଟ କଥା ଆପଣଙ୍କ ଜୀବନରେ ଉପଯୋଗୀ ବୋଲି ଭାବୁଛନ୍ତି ତେବେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ନୋଟିଫିକେସନ୍ ବେଲ୍କୁ ଅଲ୍ କରନ୍ତୁ, ଯାହାଫଳରେ ଏହିଭଳି ସୁନ୍ଦର ସୁନ୍ଦର ନୀତିବାଣୀ ଆପଣଙ୍କ ପାଖରେ ସଦାସର୍ବଦା ପହଞ୍ଚି ପାରିବ। ଜୟ ଜଗନ୍ନାଥ।